ଆଜି ଅଧ୍ୟୟନ କରିବା ପାଇଁ ପରମେଶ୍ୱରଙ୍କ ବାକ୍ୟର ଶୀର୍ଷକ ହେଉଛି ମାତାଙ୍କ ଦ୍ୱାରା ପରିତ୍ରାଣର କାର୍ଯ୍ୟ। ଏହି ବିଷୟ ଅନ୍ତର୍ଗତ ଆସନ୍ତୁ ଆମେ ଏକତ୍ର ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଏବଂ ଏହି ବିଷୟକୁ ଅଧ୍ୟୟନ କରି ଆସନ୍ତୁ ଆମେ ଏହା ସମ୍ବନ୍ଧରେ ସତ୍ୟ ବିଷୟରେ ନିଜକୁ ପୁଣି ଥରେ ସ୍ମରଣ କରାଇବା। ଏହି ଜଗତର ଲୋକମାନେ ଯେଉଁ ସତ୍ୟ ବିଷୟରେ ଜାଣନ୍ତି ନାହିଁ ଏବଂ ଯାହାକୁ ଶୈତାନ ଲୁଚାଇବାକୁ ଚାହିଁଥାଏ ତାହା ଏହି ଯୁଗରେ ପ୍ରକଟ ହେବା ଉଚିତ, କାରଣ ମାନବ ଜାତି ପାଇଁ ପୁନର୍ବାର ଆଲୋକକୁ ଫେରିବାର ଏହା ହିଁ ଏକମାତ୍ର ପଥ। ଏହା ପ୍ରଥମ ଯୋହନ ଅଧ୍ୟାୟ 1ରେ ଲେଖା ହୋଇଅଛି, ପରମେଶ୍ୱର ଜ୍ୟୋତି ଅଟନ୍ତି, ସେଥିପାଇଁ ଜ୍ୟୋତିକୁ ଆହୁରି ଅଧିକ ଆଲୋକିତ ହେବା ଆବଶ୍ୟକ, ଯାହାଦ୍ୱାରା ଅନ୍ଧକାର ଶକ୍ତି ଧୀରେ ଧୀରେ ଅଦୃଶ୍ୟ ହୋଇଯିବ। ଆଉ ମୁଁ ବିଶ୍ୱାସ କରେ ଯେ ଆଲୋକର ପୁତ୍ରମାନେ ସତ୍ୟକୁ ଫେରିବା ପାଇଁ ଏକ ଉଜ୍ଜ୍ୱଳ ପଥ ଖୋଲିଯିବ। ସେଥିପାଇଁ ଏହି ସମୟରେ ଆସନ୍ତୁ ଆମେ ସମସ୍ତେ ପୁଣି ଥରେ ମାତାଙ୍କ ଦ୍ୱାରା ପରିତ୍ରାଣର କାର୍ଯ୍ୟ ବିଷୟରେ ନିଜକୁ ସ୍ମରଣ କରାଇବା ଏବଂ ମନରେ ରଖିବା। ଯଦି ଏହି ଜଗତରେ ଏକ ନୂତନ ଜୀବନ ଜନ୍ମ ନେବାକୁ ହୁଏ, ତେବେ ତାହା ଜଣେ ମାତାଙ୍କ ଦ୍ୱାରା ଜନ୍ମ ନେବାକୁ ହେବ। ସମସ୍ତ ଜୀବିତ ପ୍ରାଣୀଙ୍କ ପାଇଁ ସମାନ। ଜଣେ ମାତା ବିନା ଜୀବନ ଜନ୍ମ ହୋଇପାରିବ ନାହିଁ। ସେଥିପାଇଁ ଆଦି ପୁସ୍ତକ ଅଧ୍ୟାୟ 3ରେ ଯେତେବେଳେ ପରମେଶ୍ୱର ଆଦମ ଏବଂ ହବାଙ୍କ ସହିତ କଥା ହେଉଥିଲେ, ସେତେବେଳେ ସେ ହବାଙ୍କୁ କହିଲେ ଯେ ସେ ଯନ୍ତ୍ରଣା ଭୋଗ କରି ସନ୍ତାନ ପ୍ରସବ କରିବ ଏବଂ ଆଦମଙ୍କୁ କହିଲେ ଯେ ତାଙ୍କୁ କଠିନ ପରିଶ୍ରମ ଦେଇ ଯିବାକୁ ପଡ଼ିବ, ଯାହାଦ୍ୱାରା ସେ ସେଥିରୁ ଖାଇପାରିବେ ଏବଂ ତାଙ୍କ ପରିବାରର ଯତ୍ନ ନେବାକୁ କର୍ତ୍ତବ୍ୟ ଦେଲେ। ଏବଂ ହବାଙ୍କୁ ଯେଉଁ ମିଶନ ଦିଆଯାଇଥିଲା ତାହା ଥିଲା ତାଙ୍କ ସନ୍ତାନମାନଙ୍କୁ ଜନ୍ମ ଦେବା। ଆମେ ଆଦି ପୁସ୍ତକ ଅଧ୍ୟାୟ 3ରୁ ଦେଖିପାରିବା ଯେ କିପରି ପରମେଶ୍ୱର ଆଦମ ଓ ହବାଙ୍କୁ ସେମାନଙ୍କର ଯନ୍ତ୍ରଣାଦାୟକ କର୍ତ୍ତବ୍ୟକୁ ପ୍ରଦାନ କଲେ। ତେବେ କାହିଁକି ପରମେଶ୍ୱର ବାଇବଲରେ ଆଦମ ଓ ହବାଙ୍କ ଇତିହାସ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କଲେ? ଯଦି ଆପଣ ରୋମିଓ ପୁସ୍ତକ ଦେଖନ୍ତି, ତେବେ ଆଦମ କାହାଙ୍କୁ ଦର୍ଶାଏ? ଖ୍ରୀଷ୍ଟଙ୍କ ବିଷୟରେ ଯେ ଆଗମନ କରିବେ ଜାଣିବା ପାଇଁ ଆମ୍ଭମାନଙ୍କୁ ଆଦମ ଓ ହବାଙ୍କ ବିଷୟରେ ବୁଝିବା ଉଚିତ। ପରମେଶ୍ୱର ଆଦମଙ୍କୁ ଯନ୍ତ୍ରଣା ସହ୍ୟ କରି ସନ୍ତାନ ଜନ୍ମ ଦେବାର ମିଶନ ଦେଲେ ନାହିଁ। ଯେତେବେଳେ ଆମେ ଦେଖିବା ଯେ ପରମେଶ୍ୱର ହବାଙ୍କୁ ସନ୍ତାନ ଜନ୍ମ ଦେବାର, ଯନ୍ତ୍ରଣାଦାୟକ ପ୍ରସବ କରିବାର ମିଶନ ଦେଲେ, ଏହା ମାଧ୍ୟମରେ ଆମେ ବୁଝିପାରିବା ଯେ ଶେଷରେ ଅନନ୍ତ ଜୀବନ ଦେବାର ସମସ୍ତ କାର୍ଯ୍ୟ ସ୍ୱର୍ଗୀୟ ମାତାଙ୍କ ମାଧ୍ୟମରେ ସମ୍ପାଦିତ ହେବ, ଯାହାଙ୍କୁ ହବା ଭାବରେ ଦର୍ଶାଯାଇଅଛି। ଯଦି ଆମେ ଏହି ସମସ୍ତ ପ୍ରକ୍ରିୟାକୁ ଏକାଠି କରିବା, ତେବେ ଆମେ ବୁଝିପାରିବା ଯେ ମାତାଙ୍କ ଦ୍ୱାରା ପରିତ୍ରାଣର କାର୍ଯ୍ୟ ନିଶ୍ଚିତ ଭାବରେ ଘଟିବ ଏବଂ ଆମେ ବାଇବଲ ମାଧ୍ୟମରେ ନିଶ୍ଚିତ କରିପାରିବା ଯେ ଯେଉଁମାନେ ମାତାଙ୍କଠାରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କଠାରେ ପରିତ୍ରାଣର କାର୍ଯ୍ୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ସମସ୍ତ ଶିକ୍ଷା ସମ୍ବନ୍ଧରେ ଆସନ୍ତୁ ଆମେ ବାଇବଲର ବାକ୍ୟ ମାଧ୍ୟମରେ ସେଗୁଡ଼ିକୁ ନିଶ୍ଚିତ କରିବା। ଆଦି ପୁସ୍ତକ ଅଧ୍ୟାୟ 3 ପଦ 16, ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ଆଉ କ'ଣ ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ। ପରମେଶ୍ୱର ସନ୍ତାନ ଉତ୍ପନ୍ନ କରିବାର ଭୂମିକା ଏବଂ କାର୍ଯ୍ୟ ଆଦମଙ୍କୁ ନୁହେଁ କିନ୍ତୁ ହବାଙ୍କୁ ଦେଲେ। ଆସନ୍ତୁ ଆମେ ଆଦି ପୁସ୍ତକ ଅଧ୍ୟାୟ 3 ପଦ 20କୁ ଯିବା। ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ କ'ଣ ରଖିଲେ? ହବା, ଜୀବନ ଦେଲେ। କାହିଁକି? ଯେହେତୁ ସେ ଜୀବିତ ସକଳର ମାତା ହେଲେ। ଯେପରିକି ଆମେ ସମସ୍ତେ ଜାଣିଅଛୁ, ସେତେବେଳେ ମୂଳ ରୂପରେ ସେ ମାତା ହେଲେ। ଯଦି ଆପଣ ଫୁଟ୍ ନୋଟ୍କୁ ଦେଖନ୍ତି, ତେବେ ହବା ନାମର ଅର୍ଥ ହେଉଛି ଜୀବନ। ଆଦମ ତାହାଙ୍କ ଭାର୍ଯ୍ୟାର ନାମ ଜୀବନ ଦେଲେ ଏବଂ ସେ କହିଲେ ଯେ ସେ ସମସ୍ତ ଜୀବିତ ସକଳର ମାତା ହେଲେ। ଆଦି ପୁସ୍ତକରେ ଲିଖିତ ସମସ୍ତ ଇତିହାସ ଦର୍ଶାଏ ଯେ ଖ୍ରୀଷ୍ଟ ଭବିଷ୍ୟତରେ ସମସ୍ତ ମାନବ ଜାତିକୁ କିପରି ଜୀବନ ଦେବେ। ପରମେଶ୍ୱର ଆଦି ପୁସ୍ତକରେ ପରିତ୍ରାଣର ସମସ୍ତ ବିଷୟ ଲିପିବଦ୍ଧ କରିଛନ୍ତି। ଆସନ୍ତୁ ଆମେ ରୋମିଓ ପୁସ୍ତକ ଅଧ୍ୟାୟ 5 ଖୋଲିବା। ରୋମିଓ ଅଧ୍ୟାୟ 5 ପଦ 14,
ତଥାପି ଯେଉଁମାନେ ଆଦମଙ୍କ ଆଜ୍ଞା ଲଙ୍ଘନ ସଦୃଶ ପାପ କରିନଥିଲେ ଆଦମଙ୍କଠାରୁ ମୂଷାଙ୍କ ପର୍ଯ୍ୟନ୍ତ ସେମାନଙ୍କ ଉପରେ ସୁଦ୍ଧା ମୃତ୍ୟୁ ରାଜତ୍ୱ କରିଥିଲା। ଯାହାଙ୍କ ଆଗମନର କଥା ଥିଲା କାହାର? ଆଦମ ତାହାଙ୍କର ପ୍ରତିରୂପ। 누구에 대한 표상이라고요? 오실 자는 누구십니까? ଆଗମନକାରୀ କିଏ? ଆଗମନକାରୀ ଖ୍ରୀଷ୍ଟଙ୍କୁ ଦର୍ଶାଏ। 그럼 아담이 그리스도의 표상이라면 아담의 아내 ଯଦି ଆଦମ ଖ୍ରୀଷ୍ଟଙ୍କୁ ଦର୍ଶାଏ 누구에 대한 표상일까요? ତେବେ ହବାଙ୍କ ବିଷୟରେ କ'ଣ ଯେ ଆଦମଙ୍କ ଭାର୍ଯ୍ୟା ଅଟନ୍ତି? ସେ କାହାକୁ ଦର୍ଶାଇବା ଉଚିତ? 그 아내로서 ଖ୍ରୀଷ୍ଟଙ୍କ ପାଇଁ କିଏ ଅଟନ୍ତି? ସେ ତାହାଙ୍କ ଆତ୍ମିକ ଭାର୍ଯ୍ୟା ଅଟନ୍ତି। ସେ ମେଷଶାବକଙ୍କ ଭାର୍ଯ୍ୟା ଅଟନ୍ତି ଯେ ପ୍ରକାଶିତ ବାକ୍ୟର ପୁସ୍ତକ ଅଧ୍ୟାୟ 19, 21 ଏବଂ 22ରେ 창세기 ପ୍ରକଟ ହୁଅନ୍ତି। 통해서 하나님께서 ତେବେ ଶେଷରେ 이 장면은 결국 ପରମେଶ୍ୱର ଆମକୁ ଆଦି ପୁସ୍ତକ ଅଧ୍ୟାୟ 3 ଦ୍ୱାରା 탄생의 수고는 ତାହା ଦେଖାଇଲେ 당연히 ଯିଏ ଶେଷ ଦିନରେ ଆତ୍ମିକ ଜନ୍ମ ଦେବା ପାଇଁ ଯନ୍ତ୍ରଣା ଭୋଗ କରିବେ। 우리의 어머니로 말미암아 ବାଇବଲର ଶିକ୍ଷା ମାଧ୍ୟମରେ ଆମେ ନିଶ୍ଚିତ କରିପାରିବା ଯେ 가르침을 통해 ଏହି ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କ ମାତାଙ୍କ ଦ୍ୱାରା ପୂର୍ଣ୍ଣ ହେବ। 갈라디아서 4장 ଆସନ୍ତୁ ଆମେ ଗାଲାତୀୟ ଅଧ୍ୟାୟ 4 ପଦ 26କୁ ଯିବା। କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା ସେ କିଏ ଅଟନ୍ତି? ଆମ୍ଭମାନଙ୍କ ଜନନୀ। ଆଦି ପୁସ୍ତକ ଅଧ୍ୟାୟ 3ରେ ହବାଙ୍କୁ କାହାର ମାତା ଭାବରେ ଦର୍ଶାଯାଇଥିଲା? 하와를 ଏହା କୁହାଯାଇଅଛି ଯେ ସେ ଜୀବିତ ସକଳର ମାତା ଅଟନ୍ତି 자의 어머니라고 이렇게 ଏବଂ ଗାଲାତୀୟ ଅଧ୍ୟାୟ 4 ପଦ 26ରେ ସମାନ କଥା କୁହାଯାଇଅଛି। 26절에는 କିନ୍ତୁ ଏଥର ଏହା ଏକ ଆତ୍ମିକ 영적인 ଦୃଷ୍ଟିକୋଣରୁ କୁହାଯାଇଅଛି। 확인을 시키시고 해석해 주고 계신 대목입니다. 오직 위에 있는 예루살렘은 କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା ସେ ଆମ୍ଭମାନଙ୍କ ଜନନୀ। 바 잉태치 못한 자 ଯେଣୁ ଲେଖାଅଛି ଆଗ ବନ୍ଧେ ଅପ୍ରସୂତେ ଆନନ୍ଦ କର, ଆଗ ପ୍ରସବ ବେଦନା ରହିତେ ଉଚ୍ଚ ସ୍ୱରରେ ଜୟଧ୍ୱନି କର, 남편 있는 자의 କାରଣ ସଦବାର ସନ୍ତାନଠାରୁ ଅନାଥାର ସନ୍ତାନ ଅଧିକ। 자들아 ହେ ଭାଇମାନେ, ତୁମ୍ଭେମାନେ ଇସାକଙ୍କ ପରି ପ୍ରତିଜ୍ଞାର ସନ୍ତାନ। 그때의 କିନ୍ତୁ ଶାରୀରିକ ସ୍ୱଭାବ ଅନୁସାରେ ଯେ ଜାତ ସେ ଯେପରି ସେ ସମୟରେ ଆତ୍ମାଙ୍କ ପ୍ରତିଜ୍ଞା ଅନୁସାରେ ଯେ ଜାତ ତାଙ୍କୁ ତାଡ଼ନା କରୁଥିଲା 성경이 무엇을 ସେହିପରି ଏବେ ମଧ୍ୟ ଘଟୁଅଛି। ମାତ୍ର ଶାସ୍ତ୍ର କ'ଣ କୁହେ? ଦାସୀ ଓ ତାର ପୁତ୍ରକୁ ବାହାର କରିଦିଅ, କାରଣ ଦାସୀର ପୁତ୍ର ସ୍ୱାଧୀନା ସ୍ତ୍ରୀର ପୁତ୍ର ସହିତ ଉତ୍ତରାଧିକାରୀ ହେବ ନାହିଁ। 형제들아 우리는 ଅତଏବ ଭାଇମାନେ ଆମ୍ଭେମାନେ ଦାସୀର ସନ୍ତାନ ନୁହଁ, କିନ୍ତୁ ସ୍ୱାଧୀନା ସ୍ତ୍ରୀର ସନ୍ତାନ। 위에 있는 예루살렘은 ଏହା କହେ ଯେ 라고 했고 ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା ଏବଂ ସେ କିଏ? 라고 했습니다. ସେ ଆମ୍ଭମାନଙ୍କ ଜନନୀ। 이 결국 ଯେତେବେଳେ ଆମେ ଆଦି ପୁସ୍ତକ ଅଧ୍ୟାୟ 3 ଏବଂ ରୋମିଓ ଅଧ୍ୟାୟ 5କୁ ତୁଳନା କରିବା 창세기에서 바라보게 ସେତେବେଳେ ଆଦମ ଖ୍ରୀଷ୍ଟଙ୍କୁ ଦର୍ଶାଏ 오실 자이신 ଏବଂ ହବା ଯେ ଆଦମଙ୍କ ଭାର୍ଯ୍ୟା ଅଟନ୍ତି ଖ୍ରୀଷ୍ଟଙ୍କ ଭାର୍ଯ୍ୟାଙ୍କୁ ଦର୍ଶାଏ। 어린 양의 아내로 ସେଥିପାଇଁ ସେ ଆମ୍ଭମାନଙ୍କ ମାତାଙ୍କୁ ଦର୍ଶାଏ, ଯାହାକୁ ଆମେ ପ୍ରକାଶିତ ବାକ୍ୟର ପୁସ୍ତକ 바로 ଅଧ୍ୟାୟ 19, 21 ଏବଂ 22ରେ ନିଶ୍ଚିତ କରିପାରିବା। 그럼 아담의 아내였던 ଯେପରି ଆଦମଙ୍କ ଭାର୍ଯ୍ୟା ହବା ଯେ ଆଦି ପୁସ୍ତକରେ ପ୍ରକଟ ହୁଅନ୍ତି 어머니가 ସେ ଜୀବିତ ସକଳର ମାତା ଅଟନ୍ତି। 우리 영의 영원하신 어머니도 ଠିକ୍ ସେହିପରି ଆମ୍ଭମାନଙ୍କ ଆତ୍ମିକ ଅନନ୍ତ ମାତାଙ୍କର ଅସ୍ତିତ୍ୱ ମଧ୍ୟ ଅଛି, 이와 같은 ଯେ ଏହି ପୃଥିବୀରେ ନିଜ ସନ୍ତାନମାନଙ୍କୁ 사실을 ଜୀବନ ପ୍ରଦାନ କରନ୍ତି। 자의 역사와 ଆମେ ଏହି ସତ୍ୟକୁ ଆଦି ପୁସ୍ତକ ଯାହା ଛାୟା 또 역사로서 서로 ଏବଂ ପ୍ରକାଶିତ ବାକ୍ୟର ପୁସ୍ତକ ଯାହା ବାସ୍ତବ 확인해 볼 수 있습니다. ଦ୍ୱାରା ନିଶ୍ଚିତ କରିପାରିବା। 15장으로 말씀 ଆସନ୍ତୁ ଆମେ ପ୍ରଥମ କରନ୍ଥୀୟ ଅଧ୍ୟାୟ 15କୁ ଯିବା। 15장 ଅଧ୍ୟାୟ 15 ପଦ 45। 기록된 바 첫사람 아담 ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ କ'ଣ ହେଲେ? 이 되었다 한 ଜୀବିତ ପ୍ରାଣୀ ହେଲେ। 마지막 아담은 ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ। 44절로 말씀을 좀 ଯଦି ଆମେ ପଦ 44କୁ ଯିବା ତାହେଲେ ପରମେଶ୍ୱର ପୃଥିବୀରେ ଆମର ଶାରୀରିକ ଶରୀର 속한 신령한 ଓ ସ୍ୱର୍ଗରେ ଆମର ଆତ୍ମିକ ଶରୀରକୁ ତୁଳନା କରନ୍ତି। 비교하시는 과정에서 이 부분을 ଆସନ୍ତୁ ପଦ 44 ଉପରେ 잠시 ଏକ 한번 ସଂକ୍ଷିପ୍ତ ଦୃଷ୍ଟି ପକାଇବା। 육의 몸으로 심고 ପ୍ରାକୃତିକ ଶରୀର ବୁଣାଯାଏ ଏବଂ ଏହା କେଉଁ ପ୍ରକାରର ଶରୀର ଉତ୍ଥିତ ହୁଏ? ଆତ୍ମିକ ଶରୀର। 제 몸과 ପରମେଶ୍ୱର ପ୍ରାକୃତିକ ଶରୀର ଯାହା କ୍ଷୟ ହୋଇଯିବ ଏବଂ ଆତ୍ମିକ ଶରୀର ଯାହା ଅକ୍ଷୟ ମଧ୍ୟରେ ପାର୍ଥକ୍ୟ କରନ୍ତି ନାହିଁ କି? 신령한 몸으로 다시 ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି ତେବେ କ'ଣ ଆତ୍ମିକ ଶରୀର ସୁଦ୍ଧା ଅଛି? 천사의 몸
ଏହା କୁହାଯାଇଅଛି ଯେ ଆତ୍ମିକ ଜଗତରେ ଆମ୍ଭମାନଙ୍କ ପାଖରେ ଆତ୍ମିକ ଶରୀର ଅର୍ଥାତ୍ ସ୍ୱର୍ଗଦୂତଙ୍କ ରୂପ ମଧ୍ୟ ଅଛି। 영이 되었다함과 같이 ଏହିପରି ମଧ୍ୟ ଲେଖା ଅଛି, ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ, ଶେଷ ଆଦମ ଜୀବନଦାୟକ ଆତ୍ମା ହେଲେ। 먼저는 ପଦ 46। 한 자가 아니라 ମାତ୍ର ଯାହା ଆତ୍ମିକ ତାହା ପ୍ରଥମ ନୁହେଁ, 육체를 입고 କିନ୍ତୁ ଯାହା ପ୍ରାକୃତିକ ତାହା ପ୍ରଥମ, ପରେ ଆତ୍ମିକ। 육이 있는 자요. ଆଦମ ଯେ ଶରୀରରେ ଜନ୍ମିତ ସେ ଆତ୍ମିକ ମନୁଷ୍ୟ ନୁହେଁ, କିନ୍ତୁ ଶାରୀରିକ ମନୁଷ୍ୟ। କିନ୍ତୁ ଶେଷ ଆଦମ ଜୀବନଦାୟକ ଆତ୍ମା ଅଟନ୍ତି। 47절의 말씀 ଆସନ୍ତୁ ଆମେ ପଦ 47 ଉପରେ ନଜର ପକାଇବା। ପ୍ରଥମ ମନୁଷ୍ୟ ଅର୍ଥାତ୍ ଆଦମ ପାର୍ଥିବ ମୂର୍ତ୍ତିକାରେ ନିର୍ମିତ। ଦ୍ୱିତୀୟ ମନୁଷ୍ୟ 마지막 아담은 ଯେ ଶେଷ ଆଦମ ଅଟନ୍ତି ସ୍ୱର୍ଗରୁ ଆଗତ। ଯେଉଁମାନେ ମୂର୍ତ୍ତିକାରେ ନିର୍ମିତ ସେମାନେ ମୂର୍ତ୍ତିକାରେ ନିର୍ମିତ ସେହି ମନୁଷ୍ୟ ତୁଲ୍ୟ। ପୁଣି ଯେଉଁମାନେ ସ୍ୱର୍ଗୀୟ ସେମାନେ ସ୍ୱର୍ଗରୁ ଆଗତ ସେହି ବ୍ୟକ୍ତି ତୁଲ୍ୟ। ଆଉ ଆମ୍ଭେମାନେ ଯେପରି ମୂର୍ତ୍ତିକାରେ ନିର୍ମିତ ସେହି ମନୁଷ୍ୟର ପ୍ରତିମୂର୍ତ୍ତି ଧାରଣ କରିଅଛୁ, ସେପରି ସେହି କାହାର ସ୍ୱର୍ଗୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଧାରଣ କରିବା। ଏହା କୁହେ ଯେ ଆମେ ନିଶ୍ଚିତ ଭାବରେ ସ୍ୱର୍ଗୀୟ ଆତ୍ମିକ ଶରୀର ଧାରଣ କରିବା। 하고 있습니다. 첫 사람 ପ୍ରଥମ ମନୁଷ୍ୟ ଆଦମ ଜୀବିତ ପ୍ରାଣୀ ହେଲେ, କିନ୍ତୁ ବର୍ତ୍ତମାନ ଆମ୍ଭେମାନେ ଏହା ଅନୁଭବ କରିଅଛୁ ଯେ ଶେଷ ଆଦମ ସେହି ଆତ୍ମା ଅଟନ୍ତି ଯେ ଆମ ମାନବ ଜାତିକୁ ଉଦ୍ଧାର କରିବା ପାଇଁ ଅସ୍ତିତ୍ୱରେ ଅଛନ୍ତି। 그대로 얘기한다. ଠିକ୍ ସେହିପରି ପ୍ରଥମ ମନୁଷ୍ୟ ହବା ଜୀବିତ ପ୍ରାଣୀ ହେଲେ, 산 영이 되었지만 କିନ୍ତୁ ଶେଷ ହବା ସେହି ଅଟନ୍ତି ଯେ ଜଗତକୁ ରକ୍ଷା କରିବେ। 존재 ଆମେ ପ୍ରଥମ କରିନ୍ଥିୟ ଅଧ୍ୟାୟ 15ର ଶିକ୍ଷା ମାଧ୍ୟମରେ 힘을 통해서 ଏହାକୁ ନିଶ୍ଚିତ କରିପାରିବା। ତେବେ ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 22 ପଦ 17ରେ 인류 인생 ଦେଖିବା ଯେ କିପରି ଶେଷ ଆଦମ 그 장면을 ଓ ଶେଷ ହବା 요한계시 ମାନବ ଜାତିକୁ ଉଦ୍ଧାର କରନ୍ତି। 17절입니다. 성령 ଆତ୍ମା ଓ କନ୍ୟା 즉 ଅର୍ଥାତ୍ 아버지 하나님 ପିତା ପରମେଶ୍ୱର ଓ ମାତା ପରମେଶ୍ୱର କହନ୍ତି, ଆସ। 오하시는도다. ଯଦି ଆମେ ସେମାନଙ୍କୁ ଆଦମ ଓ ହବା ଭାବରେ ରଖିବା, 대입 ତେବେ ଏହା ଏହିପରି ହେବ। 마지막 아담과 ଶେଷ ଆଦମ ଓ ଶେଷ ହବା କୁହନ୍ତି, 오라하시는 ଆସ। ଆଉ ଯେ ଶୁଣେ ସେ କହୁ, ଆସ। ଯେ ତୃଷାର୍ତ୍ତ ସେ ଆସୁ, 원하는 ଯେ ଇଚ୍ଛା କରେ ସେ ବିନା ମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ। 자였습니다. ପରମେଶ୍ୱର ପ୍ରଥମରୁ ହିଁ ଆଦି ପୁସ୍ତକ ଅଧ୍ୟାୟ 3ରେ ଆଦମଙ୍କ ଭୂମିକା ଓ ହବାଙ୍କ ଭୂମିକା ଦେଇଅଛନ୍ତି। 나눠 주셨습니다. ଆଦି ପୁସ୍ତକ ଅଧ୍ୟାୟ 3ରେ ଆଦମର ଭୂମିକା ଥିଲା ତାଙ୍କ ପରିବାରର ଯତ୍ନ ନେବା ଓ ତାଙ୍କ ଯନ୍ତ୍ରଣାଦାୟକ ପରିଶ୍ରମ ମାଧ୍ୟମରେ ସେମାନଙ୍କୁ ଖାଦ୍ୟ ଯୋଗାଇବା। 이런 그 역할을 분담을 해주셨고 କିନ୍ତୁ ଅନ୍ୟପଟେ ହବାଙ୍କୁ ସନ୍ତାନକୁ ଜନ୍ମ ଦେବାର ଭୂମିକା ଦିଆଗଲା। 이와 같은 역할로서 분담을 해주었습니다. ତେବେ ଶେଷ ଆଦମ ଓ ଶେଷ ହବାଙ୍କର ଭୂମିକା ବିଷୟରେ କ'ଣ? 그 역할도 본다면 ପିତା ଯେ ଶେଷ ଆଦମ ଅଟନ୍ତି, ଏହି ପୃଥିବୀରେ ତାଙ୍କର ହଜିଯାଇଥିବା ସନ୍ତାନମାନଙ୍କୁ ଖୋଜିବା ପାଇଁ ନୂତନ ନିୟମର ସତ୍ୟକୁ ପୁନଃସ୍ଥାପନ କରିବାର ଭୂମିକା ଗ୍ରହଣ କଲେ। 역할을 또 하셨다면 ଏବଂ ସ୍ୱର୍ଗୀୟ ମାତା ଯେ ଶେଷ ହବା ଅଟନ୍ତି, 존재하시는 ଜୀବନର ସତ୍ୟ ଦ୍ୱାରା ନିଜ ଶେଷ ସନ୍ତାନମାନଙ୍କୁ ଆତ୍ମିକ ଜନ୍ମ ଦେବାର ଭୂମିକା ଗ୍ରହଣ କରନ୍ତି। 이제 탄생시키시는 것이죠. ଆମେ ବୁଝିପାରିବା ଯେ ଏହି ଭୂମିକା ପାଇଁ ମାତାଙ୍କର ମହାନ ପରିଶ୍ରମ ଓ ଯନ୍ତ୍ରଣା ଆବଶ୍ୟକ ହୋଇଥାଏ। 또 이해해볼 ସେହି ପରିଶ୍ରମ ଓ ପ୍ରୟାସ ଯାହା ସେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଜୀବନ ଦେବା ପାଇଁ କରନ୍ତି, 부분은 결코 କଦାପି ଛୋଟ ନୁହେଁ। 영적으로 ଆମେ ଚିନ୍ତା କରିବା ଆବଶ୍ୟକ ଯେ ଏହି ଅଦ୍ଭୁତ ପରିଣାମ ଆଣିବା ପର୍ଯ୍ୟନ୍ତ 같은 그 결 ମାତାଙ୍କୁ ସନ୍ତାନକୁ ଜନ୍ମ ଦେବା ପାଇଁ କେତେ ଯନ୍ତ୍ରଣା ହୋଇଥିବ। 하늘 어머니께로 돌아오지 않는 ଯେହେତୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱର୍ଗୀୟ ମାତାଙ୍କ ନିକଟକୁ ଫେରିବା ପରେ ହିଁ ଉଦ୍ଧାର କରାଯାଇପାରିବ। 생명수를 ତେବେ ଆମେ ବାହାରକୁ ଯାଇ ସମସ୍ତ ଲୋକଙ୍କୁ କହିବା ଉଚିତ, ସମସ୍ତେ ମାତା ପରମେଶ୍ୱରଙ୍କ ନିକଟକୁ ଫେରି ଆସନ୍ତୁ ଓ ତାହାଙ୍କଠାରୁ ଜୀବନଦାୟକ ଜଳ ପ୍ରାପ୍ତ କରନ୍ତୁ। 구원의 역사에 대해서 ମାତାଙ୍କ ମାଧ୍ୟମରେ ପରିତ୍ରାଣର କାର୍ଯ୍ୟ ବିଷୟରେ ଆସନ୍ତୁ ଆମେ ପ୍ରକାଶିତ ବାକ୍ୟ ଅଧ୍ୟାୟ 19ରେ 하겠습니다. ଅଧିକ ବିସ୍ତୃତ ବ୍ୟାଖ୍ୟା ଦେଖିବା। ଆସନ୍ତୁ ଆମେ ପଦ 7 ପଢ଼ିବା। ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ ଆଉ ତାହାଙ୍କ କନ୍ୟା ଆପଣାକୁ ସଜ୍ଜିତ କରିଅଛି। 예비하였다고 했습니다. 자, 그럼 ଏଠାରେ 누구의 ଏହା କାହାର ବିବାହ ଭୋଜ? 어린 양 ଏହା ମେଷଶାବକଙ୍କ ବିବାହ। 그럼 재림 그리스도를 ମେଷଶାବକ କାହାକୁ ଦର୍ଶାଏ? ଏହା ଦ୍ୱିତୀୟ ଆଗମନ ଖ୍ରୀଷ୍ଟଙ୍କୁ ଦର୍ଶାଏ। ତେବେ ଆପଣ ଏକାକୀ ବିବାହ କରିପାରିବେ କି? କଦାପି ନୁହେଁ। ବିବାହ କରିବା ପାଇଁ ଆପଣଙ୍କୁ ଜଣେ ଜୀବନସାଥୀ ଦରକାର। ଆପଣଙ୍କୁ ଜଣେ କନ୍ୟା ଦରକାର। କନ୍ୟାଙ୍କ ବିନା ମେଷଶାବକ ଏକାକୀ ବିବାହ କରିପାରିବେ ନାହିଁ। 수가 없습니다. 그 혼인이라는 କେବଳ ଶବ୍ଦ ବିବାହ ନିଜେ ବର୍ଣ୍ଣନା କରେ ଯେ ଯେଉଁମାନେ ମାତା ପରମେଶ୍ୱରଙ୍କ ଅସ୍ତିତ୍ୱକୁ ଅସ୍ୱୀକାର କରନ୍ତି, ସେମାନେ କେତେ ମୂର୍ଖ ଅଟନ୍ତି। 생각이 얼마나 어리석은가를 이해할 수가 있습니다.
କଳ୍ପନା କରନ୍ତୁ ଯେ ବିବାହରେ କେବଳ ବର ଅଛନ୍ତି। 혼자 신랑 입장 ସେ ବିବାହ ହଲକୁ ଏକାକୀ ଯିବେ ଏବଂ ଏକାକୀ ବାହାରକୁ ଆସିବେ। 이런 혼인 예식이 있습니까? ଆପଣ ଏହିପରି ବିବାହ କେବେ ବି ଦେଖିପାରିବେ ନାହିଁ, କଦାପି ନୁହେଁ। 간단한 내용인데도 ଯଦିଓ ଏହାକୁ ବୁଝିବା ପାଇଁ ବହୁତ ସହଜ 없어지고 ଓ ପରମେଶ୍ୱର ଆମକୁ ଶବ୍ଦ ବିବାହ ଦ୍ୱାରା ସଂକେତ ଦେଇଛନ୍ତି, 혼인이라는 이와 같은 କିନ୍ତୁ ଯେପରି ଲେଖା ଅଛି, ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚାଯିବ। 구원자 ଲୋକମାନେ ଚିନ୍ତା କରନ୍ତି ଯେ ପରମେଶ୍ୱର କେବଳ ଜଣେ ଉଦ୍ଧାରକର୍ତ୍ତା ଅଛନ୍ତି, 참여하시는 분이 ଜଣେ ଖ୍ରୀଷ୍ଟ ବିବାହରେ ଯୋଗ ଦିଅନ୍ତି। 이렇게 ଏହା କେତେ ହାସ୍ୟପଦ। 하는 것이 ତେବେ 지혜자의 지혜가 ଏହିପରି କାହିଁକି? 때문입니까? କାରଣ ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହୋଇଅଛି ଏବଂ ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚା ଯାଇଅଛି। 그렇기 때문에 그렇습니다. ଯଦି ଆପଣଙ୍କୁ ଆଜି ବିବାହ ଭୋଜରେ ନିମନ୍ତ୍ରଣ କରାଯାଏ, ତେବେ କ'ଣ ହେବ? 되었습니다. ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ କି ଯେ କନ୍ୟା କିଏ ଅଟନ୍ତି? ଆପଣ ଜାଣିବାକୁ ଚାହିଁବେ ନାହିଁ କି? ସମସ୍ତେ କନ୍ୟାଙ୍କ ବିଷୟରେ ଚିନ୍ତା କରନ୍ତି। 수밖에 없습니다. 근데 어린 양의 혼인 잔치다고 하시면서 어린 양이라는 그 신랑에 대한 어떤 정체는 공개가 되었습니다. ଏଠାରେ ମେଷଶାବକଙ୍କ ଏହି ବିବାହରେ ଆମେ ଜାଣିଅଛୁ ଯେ 누가 계셔야 ବର 되는 କିଏ ଅଟନ୍ତି। 우리가 ତେବେ ସ୍ୱୟଂଚାଳିତ ଭାବରେ ଆମେ ଭାବିପାରିବା ଯେ ବରଙ୍କ ସହିତ କିଏ ହେବା ଉଚିତ? 금방 କନ୍ୟା ମଧ୍ୟ ଅଛନ୍ତି। ସେଥିପାଇଁ ପ୍ରକାଶିତ ବାକ୍ୟ ଅଧ୍ୟାୟ 19ରେ ଯେତେବେଳେ ପରମେଶ୍ୱର କହିଲେ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, 보실 때 ତେବେ ଏହା ଆଦମ ଓ ହବା ବିଷୟରେ ଏକ ବିସ୍ତୃତ ବ୍ୟାଖ୍ୟା। 설명하고 있는 ଆସନ୍ତୁ ଆମେ ଅଧ୍ୟାୟ 19 ପଦ 7 ଦେଖିବା। 우리가 ଆସ, ଆମ୍ଭେମାନେ ଆନନ୍ଦ ଉଲ୍ଲାସ କରୁ ଏବଂ ତାହାଙ୍କୁ ଗୌରବ ପ୍ରଦାନ କରୁ, କାରଣ ମେଷଶାବକଙ୍କ ବିବାହର ସମୟ ଉପସ୍ଥିତ, ଆଉ ତାହାଙ୍କର କନ୍ୟା କ'ଣ କରିଅଛି? ଆପଣାକୁ ସଜ୍ଜିତ କରିଅଛି। 예수 그리스도와 더불어서 예수 그리스도의 아내 ମେଷଶାବକ ଯୀଶୁଖ୍ରୀଷ୍ଟଙ୍କ ସହିତ ଯୀଶୁଙ୍କ କନ୍ୟା ଅଛନ୍ତି। ଯେପରି ଆଦମ ଆଗମନକାରୀକୁ ଦର୍ଶାଏ, ତେବେ ଆଦମ ତାଙ୍କ ଭାର୍ଯ୍ୟା ହବାଙ୍କ ସହିତ ରହିବା ଉଚିତ। ଆତ୍ମିକ ଜଗତରେ ମଧ୍ୟ ପିତା ଓ ପିତାଙ୍କ ଭାର୍ଯ୍ୟା ମାତା ହେବା ଆବଶ୍ୟକ। 즉 아담과 하와를 ଆଦମ ଓ ହବାଙ୍କ ମାଧ୍ୟମରେ ଆମ୍ଭେମାନେ ଏହା ବୁଝିଅଛୁ। ଏହା ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 15 ଓ ରୋମିଓ ଅଧ୍ୟାୟ 5 ବାରମ୍ବାର ବର୍ଣ୍ଣନା କରିଥାଏ। 그 아내가 କନ୍ୟା ଆପଣାକୁ ସଜ୍ଜିତ କରିଅଛି। 8절입니다. ପଦ 8, 그에게 ତାହାକୁ ଶୁଭ୍ର ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପରିଧାନ କରିବା ନିମନ୍ତେ ଦିଆଗଲା। ସେହି ସୂକ୍ଷ୍ମ ବସ୍ତ୍ର ସାଧୁମାନଙ୍କର ଧର୍ମକର୍ମ। 시리로다 하더라고 했습니다. ଏବଂ ପଦ 9 ଉପରେ ନଜର ପକାଇବା। 의 말씀 보시면 ସେତେବେଳେ ସେ ମୋତେ କହିଲେ, ଲେଖ, ଯେଉଁମାନେ ମେଷଶାବକଙ୍କ ବିବାହ ଭୋଜକୁ ନିମନ୍ତ୍ରିତ, ସେମାନେ ଧନ୍ୟ। 이번 자들이 복이 있도다 하고 ଆଉ ସେ ମୋତେ କହିଲେ, ଏହିସବୁ ଈଶ୍ୱରଙ୍କ ସତ୍ୟ ବାକ୍ୟ। 하나님의 참 ତହିଁରେ ମୁଁ ତାହାଙ୍କୁ ପ୍ରଣାମ କରିବା ନିମନ୍ତେ ତାହାଙ୍କ ପାଦ ତଳେ ଉବୁଡ଼ ହେଲି। 경배하였더라고 했습니다. ପ୍ରକାଶିତ ବାକ୍ୟ ଅଧ୍ୟାୟ 19ରେ ଆମେ ଦେଖୁ ଯେ ମେଷଶାବକଙ୍କ ବିବାହରେ ମେଷଶାବକ ଅଛନ୍ତି ଏବଂ କନ୍ୟା ଅଛନ୍ତି ଯିଏ ନିଜକୁ ପ୍ରସ୍ତୁତ କରିଛନ୍ତି। ଆଉ ଅତିଥି ଅଛନ୍ତି ଯେଉଁମାନଙ୍କୁ ନିମନ୍ତ୍ରିତ କରାଯାଇଅଛି। ସେମାନଙ୍କ ବିଷୟରେ ବାଇବେଲ କୁହେ ଯେ ସେମାନେ ଧନ୍ୟ ଅଟନ୍ତି। 신랑 ବର, କନ୍ୟା ଓ ଅତିଥି ସବୁକିଛି ପ୍ରସ୍ତୁତ ଅଛି। 자, 그렇다면 ଯଦି ଆମେ ପୁଣି ଥରେ କନ୍ୟା ବିଷୟରେ ଜାଣିବା, ତେବେ ଭଲ ହେବ। ପ୍ରକାଶିତ ବାକ୍ୟ ଅଧ୍ୟାୟ 21। 21장입니다. କନ୍ୟା ହେଉଛନ୍ତି ସେ ଯେ ଜୀବନ ପ୍ରଦାନ କରିବାର ଭୂମିକା ଗ୍ରହଣ କରିବେ। 역할을 하실 분입니다. ଏହା ଆମ ପାଇଁ 그 점이 이제 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। 제목이고 ଆମ୍ଭେମାନେ ଦୃଢ଼ ବିଶ୍ୱାସ ରଖିବା ଉଚିତ ଯେ ପରିତ୍ରାଣର କାର୍ଯ୍ୟ ମାତାଙ୍କ ଦ୍ୱାରା ହୋଇଥାଏ 자기의 믿음을 갖고 ଏବଂ ଆତ୍ମବିଶ୍ୱାସର ସହିତ ଲୋକମାନଙ୍କୁ ଏହାର ପ୍ରଚାର କରିବା ଉଚିତ। ପ୍ରକାଶିତ ବାକ୍ୟ ଅଧ୍ୟାୟ 21 ପଦ 9 କହିଥାଏ, 말씀을 보시면 일곱 ତତ୍ପରେ ଯେଉଁ ସପ୍ତଦୂତ ଶେଷ ସପ୍ତ କ୍ଲେଶରେ ପରିପୂର୍ଣ୍ଣ ସପ୍ତ ପାତ୍ର ଧରିଥିଲେ, 나와 내 ସେମାନଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା ଅର୍ଥାତ୍ ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି। ଏହା କହିଥାଏ ଯେ ମୁଁ କନ୍ୟା ଦେଖାଇବି, ନୁହେଁ କି? 영으로 나를 데리고 ସେଥିରେ ସେ ମୋତେ ଆତ୍ମାରେ ଗୋଟିଏ ବୃହତ ଉଚ୍ଚ ପର୍ବତକୁ ଘେନିଯାଇ ପବିତ୍ର ନଗରୀ ଜିରୁସାଲେମକୁ ଦେଖାଇଲେ। 북한 성 ତାହା ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ଅବତରଣ କରୁଥିଲା 하나님의 영광이 있음에 ଏବଂ ଈଶ୍ୱରଙ୍କ ଗୌରବ ବିଶିଷ୍ଟ ଥିଲା। ତାହାର ଜ୍ୟୋତି ଅତି ବହୁମୂଲ୍ୟ ମଣି ସଦୃଶ ସ୍ୱଚ୍ଛ ସୂର୍ଯ୍ୟକାନ୍ତ ପରି। 어린 양의 아내를 ମୁଁ ତୁମ୍ଭକୁ କନ୍ୟା ଦେଖାଇବି। ଏହା କହିବା ପରେ ସ୍ୱର୍ଗଦୂତ ଯୋହନଙ୍କୁ କ'ଣ ଦେଖାଇଲେ? ସେ ଯୋହନଙ୍କୁ 북한 성 ପବିତ୍ର ନଗରୀ ଜିରୁସାଲେମକୁ ଦେଖାଇଲେ। ତେବେ ଶେଷରେ ଜିରୁସାଲେମ କାହାକୁ ଦର୍ଶାଏ? 누구라는 뜻입니까? ସେ ମେଷଶାବକଙ୍କ 누구라는 뜻이죠? କନ୍ୟା ଅଟନ୍ତି। 아내라는 ଅତୀତରେ କେହି ଜଣେ ବ୍ୟକ୍ତି ମୋତେ ପଚାରିଥିଲେ, 어떤 분이 ଏକ ମେଷଶାବକ କିପରି ଏକ ନଗରକୁ ବିବାହ କରିପାରିବ? ସେହି ସମୟରେ ତାଙ୍କ ପାଖରେ ପରମେଶ୍ୱରଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା। 잘 알지 못하는 분의 질문입니다.
어린 양과 또 କାରଣ ଯେତେବେଳେ ଜୋହନ ମେଷଶାବକଙ୍କ ଭାରଜା କିଏ ଅଟନ୍ତି ତାହା ଦେଖିବାକୁ ଗଲେ ତାହାଙ୍କୁ ଜିରୁସାଲେମକୁ ଦେଖାଯାଇଥିଲା। ଏହି କାରଣରୁ ସେହି ବ୍ୟକ୍ତି ମୋତେ ପଚାରିଲେ କିପରି ମେଷଶାବକ ଗୋଟିଏ ନଗରକୁ ବିବାହ କରିପାରିବେ। 내용을 ଆମ୍ଭମାନଙ୍କୁ ବୁଝାଇବା ପାଇଁ ବାଇବଲ ଏହାର ଉତ୍ତର ବିଷୟବସ୍ତୁରେ ଦେଇଥାଏ। ଆମେ ଜାଣୁ ଯେ ବାଇବଲର ବାକ୍ୟଗୁଡ଼ିକର ଯୋଡ଼ା ରହିଥାଏ। 이 예루살렘 성에 ଏହିପରି ଭାବରେ ଆମ୍ଭମାନଙ୍କୁ ଉତ୍ତର ମିଳିଥାଏ। 있다고 하면서 ଜିରୁସାଲେମ ବିଷୟରେ 장면이 있어요. ବାଇବଲରେ ଯୋଡ଼ା ବାକ୍ୟ ଅଛି। ଯେତେବେଳେ କେହି ଏପରି ପ୍ରଶ୍ନ ପଚାରନ୍ତି କାରଣ ସେ ସତ୍ୟକୁ ଭଲ ଭାବରେ ଜାଣନ୍ତି ନାହିଁ, ଦୟାକରି ବିବ୍ରତ ହୁଅନ୍ତୁ ନାହିଁ, ବରଂ ବିନମ୍ରତା ପୂର୍ବକ ତାହାଙ୍କୁ ବୁଝାନ୍ତୁ। ଯଦି ଆପଣ ବାଇବଲକୁ ଭଲ ଭାବରେ ଜାଣିନାହାନ୍ତି ତେବେ ବେଳେବେଳେ ଆପଣଙ୍କୁ ଏହିପରି ପ୍ରଶ୍ନ ଆସିପାରେ। ଆସନ୍ତୁ ଆମେ ଗାଲାତିଆ ଅଧ୍ୟାୟ 4 ପଦ 26କୁ ଯିବା। 의 말씀 보도록 합시다. କିନ୍ତୁ ଉର୍ଦ୍ଧ୍ୱସ୍ଥ ଜେରୁସାଲେମ ସ୍ୱାଧୀନା, 예루살렘은 ସେ ଆମ୍ଭମାନଙ୍କ ଜନନୀ। 아까 어린 양의 아내를 ମେଷଶାବକଙ୍କ ଭାରଜା ଭାବରେ କ'ଣ ଦେଖାଯାଇଥିଲା? 예루살렘을 보였다. ଜିରୁସାଲେମକୁ ସ୍ୱର୍ଗରୁ ଅବତରଣ କରୁଥିବାର ଦେଖାଯାଇଥିଲା। 누구였다고요? ତେବେ ଜିରୁସାଲେମ କିଏ? 우리 ଏହା କହିଥାଏ ଯେ ସେ ଆମ୍ଭମାନଙ୍କର ମାତା ଅଟନ୍ତି। 결국 ତେବେ ଶେଷରେ ମେଷଶାବକ ଆମ୍ଭମାନଙ୍କର ପିତା ପରମେଶ୍ୱରଙ୍କୁ ଦର୍ଶାଏ 예루살렘 마지막 ଏବଂ ଜିରୁସାଲେମ କନ୍ୟା ଯାହାଙ୍କୁ ଶେଷ ହବାଙ୍କ ରୂପରେ ଦର୍ଶାଯାଇଅଛି ଆମ୍ଭମାନଙ୍କର ମାତା ଅଟନ୍ତି। ସେଥିପାଇଁ ଏଠାରେ ଏହା କୁହେ ଯେ 그래서 ଉର୍ଦ୍ଧ୍ୱସ୍ଥ ଜିରୁସାଲେମ ସ୍ୱାଧୀନା ସେ ଆମ୍ଭମାନଙ୍କର ଜନନୀ। 그 ଠିକ୍ ଯେପରି ଆମ୍ଭେମାନେ ବାକ୍ୟ ମାଧ୍ୟମରେ ଦେଖିଲୁ, ବାଇବଲ ସ୍ପଷ୍ଟ ଭାବରେ କୁହେ ଯେ ଆମ୍ଭମାନଙ୍କ ମାତା ସ୍ୱାଧୀନା ଅଟନ୍ତି। 분명히 얘기하고 있습니다. 우리는 ଆମେ ସ୍ୱାଧୀନ ନଥିଲୁ। 자유자가 아니었습니다. ଆମ୍ଭମାନଙ୍କୁ ପାପୀମାନଙ୍କ ପରି ସ୍ୱର୍ଗରୁ ବିତାଡ଼ିତ କରାଯାଇଥିଲା। ପାପୀମାନଙ୍କୁ 들이었죠. ସ୍ୱାଧୀନ ବୋଲି ବର୍ଣ୍ଣନା କରାଯାଏ ନାହିଁ। 표현하지는 않습니다. କେବଳ ସ୍ୱର୍ଗର ପରମେଶ୍ୱର ସମସ୍ତ ବିଷୟ ଏବଂ ସମସ୍ତ ପାପରୁ 오직 ସ୍ୱାଧୀନ ଅଟନ୍ତି। 외에는 없습니다. ଉର୍ଦ୍ଧ୍ୱସ୍ଥ ଜିରୁସାଲେମ ଆରମ୍ଭରୁ ସ୍ୱାଧୀନ ଅଟନ୍ତି ଏବଂ ବାଇବଲ ଆମ୍ଭମାନଙ୍କୁ କହିଅଛି ଯେ ସେହି ଜିରୁସାଲେମ ଆମ୍ଭମାନଙ୍କର ମାତା ଅଟନ୍ତି। ଉର୍ଦ୍ଧ୍ୱସ୍ଥ ଜିରୁସାଲେମ ସ୍ୱାଧୀନା ସେ ଆମ୍ଭମାନଙ୍କର ଜନନୀ। ଯେତେବେଳେ ଆଦମଙ୍କ କଥା ଆସେ ସେତେବେଳେ ପରମେଶ୍ୱର ତାଙ୍କୁ କଠିନ ପରିଶ୍ରମ ଦେଇ ଅତିକ୍ରମ କରିବାକୁ ଦେଇ ଖାଦ୍ୟ ଖାଇବାକୁ ଦେଲେ ଏବଂ ଏହା ତାଙ୍କୁ ଦିଆଯାଇଥିବା ଭୂମିକା ଥିଲା। କିନ୍ତୁ ପରମେଶ୍ୱର ହବାଙ୍କୁ ପୀଡ଼ିତ ହୋଇ ସନ୍ତାନକୁ ଜନ୍ମ ଦେବାକୁ ଅନୁମତି ଦେଲେ। 아내의 몫으로 이렇게 돌려 ଯେତେବେଳେ ମଧ୍ୟ ଏକ ନୂତନ ଜୀବନ ସୃଷ୍ଟି ହୁଏ ଆମ୍ଭେମାନେ ଆମ୍ଭମାନଙ୍କର ହଜିଯାଇଥିବା ଭାଇ ଓ ଭଉଣୀମାନଙ୍କୁ ସାକ୍ଷାତ କରିବା ପାଇଁ ଆନନ୍ଦିତ ଏବଂ ଖୁସି ହୋଇଥାଉ। 합니다만 ଅବଶ୍ୟ ଆମେ ଖୁସି ହୋଇଥାଉ କାରଣ ଏକ ନୂତନ ଜୀବନ ସୃଷ୍ଟି ହୋଇଥାଏ। ଏହା ଏକ ଖୁସିର କଥା, କିନ୍ତୁ ଆମ୍ଭମାନଙ୍କୁ ଏହି ଖୁସି ଦେବା ପାଇଁ ସେଠାରେ କେହି ଅଛନ୍ତି ଯିଏ ପ୍ରତ୍ୟେକ ମିନିଟ୍ ପ୍ରତ୍ୟେକ ସେକେଣ୍ଡ ପ୍ରସବ ଯନ୍ତ୍ରଣା ଦେଇ ଗତି କରିଥାନ୍ତି। ଆମ୍ଭେମାନେ ଏହାକୁ ଭୁଲିଯିବା ଉଚିତ ନୁହେଁ। 잊어서는 안 되겠습니다. 예. 그래서 하나님께서는 ଶାରୀରିକ ଆଦମ ଏବଂ ହବାଙ୍କ ମାଧ୍ୟମରେ ପରମେଶ୍ୱର ଆମ୍ଭମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଭୂମିକା ବିଷୟରେ ଜଣାଇଲେ, ଯେଉଁମାନେ ଆତ୍ମିକ ଆଦମ ଏବଂ ହବା ଅଟନ୍ତି। 우리에게 ସେଥିପାଇଁ ବର୍ତ୍ତମାନ ଆମେ ବୁଝିପାରିବା ଯେ ପରିତ୍ରାଣର କାର୍ଯ୍ୟ ସେ ପର୍ଯ୍ୟନ୍ତ ସମ୍ଭବ ହୋଇପାରିବ ନାହିଁ ଯେ ପର୍ଯ୍ୟନ୍ତ ତାହା ମାତାଙ୍କ ଦ୍ୱାରା କରାଯାଇ ନାହିଁ। ପରମେଶ୍ୱର ଶାରୀରିକ ଆଦମ ଏବଂ ହବାଙ୍କ ମାଧ୍ୟମରେ ଶାରୀରିକ ଜୀବନ ଦେଲେ 우리 하나님께서 ଏବଂ ପରମେଶ୍ୱର ଆତ୍ମିକ ହବା ସ୍ୱର୍ଗୀୟ ମାତାଙ୍କ ମାଧ୍ୟମରେ 하늘 어머니를 ଅନନ୍ତ ଆତ୍ମିକ ଜୀବନ ପ୍ରଦାନ କଲେ। 시기는 ତେବେ ଆସନ୍ତୁ 같은 그 존재로서 우리에게 깨달음을 ଏହାକୁ ବାଇବଲରେ 우리 ଆଉ ଥରେ 성경에서 다시 ନିଶ୍ଚିତ କରିବା। 합시다. ଆଦି ପୁସ୍ତକ ଅଧ୍ୟାୟ 3 ପଦ 16। ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ 내가 କ'ଣ କରିବ? 어떻게 한다? ସନ୍ତାନ ପ୍ରସବ କରିବ। 자, 수고 ଏହା ହେଉଛି ହବାଙ୍କ ଭୂମିକା, ଯନ୍ତ୍ରଣା ସହ୍ୟ କରି ସନ୍ତାନକୁ ଜନ୍ମ ଦେବା। 너는 ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। 이러시되 ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ। 너는 종신토록 ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ଯାବଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ଖାଇବ। 낼 것이 ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। 얼굴에 땀이 ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ। 속에서 내가 ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ 흙으로 돌아갈 것. ପୁନର୍ବାର ମିଶିଯିବ। 여기 보니까 아담의 역할은 어떤 역할이라고요? ଏଠାରେ ଆଦମଙ୍କ ଭୂମିକା କ'ଣ? ସେ ସାରା ଜୀବନ ଦୁଃଖ ଦେଇ ଯିବା 다시 ଓ ତହିଁରୁ ଭୋଜନ କରିବା। 그 ଅନ୍ୟ ଅର୍ଥରେ 생계를 위해 ତାହାଙ୍କ ପରିବାରର ଜୀବିକା ପାଇଁ ଆଦମଙ୍କୁ ଯନ୍ତ୍ରଣା ଦେଇ ଗତି କରିବା, 아담의 ପ୍ରୟାସ କରିବା ଏବଂ କଠିନ ପରିଶ୍ରମ କରିବା ଥିଲା। 그 수고와 고통 ପରମେଶ୍ୱର ସନ୍ତାନ ପ୍ରସବ କରିବାର ଯନ୍ତ୍ରଣା ଏବଂ ପୀଡ଼ା ହବାଙ୍କୁ ଦେଇଛନ୍ତି। 결국은 ଯାହାଙ୍କୁ ଆଗମନ ହେବ
ଆଦମ ତାହାଙ୍କୁ ଦର୍ଶାଏ। 했습니다. ସେ ଏକ ବିପରୀତ ପ୍ରତିରୂପ ଅଟନ୍ତି। 하고 있습니다. ଯଦିଓ ଜଣେ ମନୁଷ୍ୟ ଆଦମଙ୍କ ମାଧ୍ୟମରେ ଜଗତରେ ପାପ ପ୍ରବେଶ କଲା, 죄가 들어왔지만 କିନ୍ତୁ ଜଣେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଜୀବନର ମାର୍ଗ ଖୋଲିଗଲା, ଯାହାଦ୍ୱାରା ସମସ୍ତ ମାନବ ଜାତି ଜୀବନ ପ୍ରାପ୍ତ କରିପାରିବ। 열렸습니다. ଆଦମ ଜଗତକୁ ମୃତ୍ୟୁ ଆଣିଲେ, 불러들였다는 ତେଣୁ ଖ୍ରୀଷ୍ଟ ଯାହାଙ୍କୁ ଆଦମଙ୍କ ଦ୍ୱାରା ଦର୍ଶାଯାଇଅଛି, ସମଗ୍ର ଜଗତକୁ ଜୀବନ ଆଣିଲେ। 선파하시는 ତେଣୁ ଏଠାରେ ବିପରୀତ ପ୍ରତିରୂପ ଲାଗୁ ହୋଇଥାଏ ଏବଂ ଆମେ ବାଇବଲ ମାଧ୍ୟମରେ ପୁଣି ଥରେ ଏହାକୁ ନିଶ୍ଚିତ କରିପାରିବା। 확인해 주시길 바라겠습니다. 자, 그렇다면 ଯେପରି ଆଦି ପୁସ୍ତକରେ ଆଦମ ଏବଂ ହବାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଭୂମିକା ଦିଆଯାଇଥିଲା, 하와의 역할이 ସେହିପରି ପବିତ୍ର ଆତ୍ମା ପରମେଶ୍ୱର ଏବଂ ମାତା ପରମେଶ୍ୱର ଯେ କନ୍ୟା ଅଟନ୍ତି, ଗ୍ରହଣ କରିବା ନିମନ୍ତେ ଭିନ୍ନ ଭିନ୍ନ ପ୍ରକାରର ଭୂମିକା ରହିଛି। ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରିବାର ଅନ୍ତିମ କାର୍ଯ୍ୟ ମାତା ପରମେଶ୍ୱରଙ୍କ ପରିଶ୍ରମ ଏବଂ ପ୍ରୟାସ ମାଧ୍ୟମରେ ହୋଇଥାଏ। ସ୍ୱର୍ଗୀୟ ମାତାଙ୍କୁ ଏହି କାର୍ଯ୍ୟ ମାଧ୍ୟମରେ ଆତ୍ମିକ ଦ୍ୱାର ଗୋଟିଏ ପରେ ଗୋଟିଏ ଖୋଲିଯିବ। 들이 하나씩 하나씩 열리게끔 되어 있습니다. ଆମ୍ଭେମାନେ କହୁ, ଆମେ ଫଳ ଉତ୍ପନ୍ନ କଲୁ, କିମ୍ବା ଗୋଟିଏ ଆତ୍ମା ଅନୁତାପ ସହିତ ସତ୍ୟକୁ ଫେରି ଆସିଅଛି। 진리 가운데 돌아와 ନିଶ୍ଚିତ ଭାବରେ ଏହା ଆମମାନଙ୍କର କର୍ତ୍ତବ୍ୟ ଏବଂ ଭୂମିକା ଯେ ଲୋକମାନଙ୍କ ନିକଟରେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବା। 우리의 일입니다만 କିନ୍ତୁ ଆତ୍ମିକ ଜଗତର ଦ୍ୱାର ଖୋଲିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏବଂ ପ୍ରୟାସ ଯାହା ଦେଇ ପରମେଶ୍ୱର ଗତି କରୁଛନ୍ତି ପ୍ରକୃତରେ ବହୁତ ବିଶାଳ। ମାତାଙ୍କ ପରିଶ୍ରମ ଏବଂ ପୀଡ଼ା ଦ୍ୱାରା ଜୀବନର ଦ୍ୱାର ଗୋଟିଏ ପରେ ଗୋଟିଏ ଖୋଲା ଯାଇଥାଏ 어떻게 됩니까? ଏବଂ ମାନବ ଜାତି ସତ୍ୟକୁ ଶୁଣି ଅନୁତାପ କରନ୍ତି। 습니까? ଯଦିଓ ଆମେ 10 କିମ୍ବା 20 ଥର ପ୍ରଚାର କରୁ, ଲୋକମାନେ ସତ୍ୟରେ କାନ ଦିଅନ୍ତି ନାହିଁ। 어느 날 କିନ୍ତୁ କୌଣସି ଦିନ ଯେତେବେଳେ ଆମେ ସେମାନଙ୍କୁ ଆସିବାକୁ କହିଥାଉ, ସେମାନେ ଆସନ୍ତି 바퀴 돌아보고 ଏବଂ ଚର୍ଚ୍ଚରେ ଚାରିପାଖକୁ ଦେଖି ଲୁହ ଝରାନ୍ତି ଏବଂ ଆପଣଙ୍କୁ ପଚାରନ୍ତି, ମୁଁ ଏହି ଚର୍ଚ୍ଚକୁ ଆସିପାରିବି କି? 우리가 ଅନୁତାପର ଏହି ସମସ୍ତ କାର୍ଯ୍ୟ ବହୁତ ସହଜରେ ଘଟୁଥିବାର ଦେଖାଯାଇଥାଏ। 자녀들의 수고를 보고 어머니께서도 금식도 କିନ୍ତୁ ପ୍ରକୃତରେ ଯେତେବେଳେ ତାଙ୍କର ସନ୍ତାନ ବହୁତ ପରିଶ୍ରମ କରନ୍ତି, ମାତା ଉପବାସ ପ୍ରାର୍ଥନା କରନ୍ତି ଏବଂ ଆମ୍ଭମାନଙ୍କ ପାଇଁ ବହୁତ ଅଧିକ ପ୍ରୟାସ କରନ୍ତି। 열림으로써 오늘의 많은 ଏହିପରି ଆତ୍ମିକ ଜୀବନର ଦ୍ୱାରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲାଯାଉଅଛି ଏବଂ ଆମର ସିଓନ ସଦସ୍ୟମାନେ ଆଜିକାଲି ସତ୍ୟ ଆଡ଼କୁ ପ୍ରବାହିତ ହେଉଛନ୍ତି। ଆମ୍ଭମାନଙ୍କର ପରିତ୍ରାଣର କାର୍ଯ୍ୟ ମାତାଙ୍କ ଦ୍ୱାରା କରାଯାଇଥାଏ। 한번또 ଆସନ୍ତୁ ଆମେ ଏହି ସତ୍ୟ ନିଜକୁ ସ୍ମରଣ କରାଇବା ଏବଂ କଦାପି ଭୁଲିବା ନାହିଁ। 이렇게 세워서 ଆସନ୍ତୁ ଆମେ ମାତାଙ୍କ ବିଷୟରେ ଆପଣା ବିଶ୍ୱାସକୁ ସଠିକ କରିବା। ଆସନ୍ତୁ ଆମେ ମାତାଙ୍କୁ ଆହୁରି ଅଧିକ ଆଶୀର୍ବାଦ ମାଗିବା, ଯାହା ଫଳରେ ଆମେ ପ୍ରଚୁର ସୁନ୍ଦର ଏବଂ ଅନୁଗ୍ରହପୂର୍ଣ୍ଣ ସୁସମାଚାର ଫଳକୁ ଅଧିକରୁ ଅଧିକ ଉତ୍ପନ୍ନ କରିପାରିବା। 이미 성경에 ବାଇବଲ ପୂର୍ବରୁ ଆମ୍ଭମାନଙ୍କୁ କୁହେ ଯେ ପରିତ୍ରାଣର କାର୍ଯ୍ୟ ମାତାଙ୍କ ଦ୍ୱାରା 길을 피해서 କରାଯାଇଥାଏ। 어떤 그 길을 ସେଥିପାଇଁ ଆମେ ଏହି ମାର୍ଗକୁ ଛାଡ଼ି ଅନ୍ୟ କୌଣସି ମାର୍ଗକୁ ଯିବା ଉଚିତ ନୁହେଁ। 또 다른 ଅନ୍ୟ କୌଣସି ମାର୍ଗ ନାହିଁ। 결단코 열매 ଆପଣ ଅନ୍ୟ ଫଳକୁ ଉତ୍ପନ୍ନ କରିପାରିବେ ନାହିଁ। 맺더라도 어느 ଯଦିଓ ଆପଣ ଅନ୍ୟ ଫଳ ଉତ୍ପନ୍ନ କରନ୍ତି, ତେବେ ଏହା ଶୀଘ୍ର ପଡ଼ିଯିବ। 성난 어떤 ଏହା ଶେଷରେ ଶୁଖିଯିବ। 없게 되는 것이죠. ମାତା ଆମ୍ଭମାନଙ୍କୁ ନିଷ୍ଠାର ସହିତ ପ୍ରଚାର କରିବା, ବହୁତ ଅଧିକ ପ୍ରୟାସ କରିବା, ଗୋଟିଏ ଫଳ ଉତ୍ପନ୍ନ କରିବା ପାଇଁ ଅତ୍ୟଧିକ ଚେଷ୍ଟା କରିବା ଏବଂ ସକାଳେ, ରାତିରେ ଏବଂ ପ୍ରାର୍ଥନା ସମୟରେ ପ୍ରାର୍ଥନା କରୁଥିବାର ଦେଖନ୍ତି। ଆମ୍ଭମାନଙ୍କର ଏହି ପ୍ରୟାସକୁ କରୁଥିବାର ଦେଖି 더 칼급 ପିତା ଏବଂ ମାତା ଆମକୁ ଅନେକ ଫଳ ଦେବାକୁ ଚାହାନ୍ତି। ଯେତେବେଳେ ଆମେ ଫଳ ଉତ୍ପନ୍ନ କରୁ, ସେତେବେଳେ ମାତାଙ୍କ ଦ୍ୱାରା ପରିତ୍ରାଣର କାର୍ଯ୍ୟର 주시는 그 ଆମ୍ଭମାନଙ୍କ ଉପରେ ପ୍ରଭାବ ପଡ଼ିଥାଏ। 역사가 이제 ଯଦି ମୁଁ ଏହିପରି ମୋହର ହାତକୁ ରଖିବି, ତେବେ ଏହା ତଳେ ଏହାର ଛାୟା ଦେଖାଯାଏ। 제 손이 ଯଦି ମୁଁ ମୋହର ହାତ ଉଠାଇଦେବି, ତେବେ ମୁଁ ଆଉ ମୋହର ଛାୟା ଦେଖିପାରିବି ନାହିଁ 손을 거두게 되는데 ଏବଂ ଆପଣ ମୋ ଛାୟାକୁ ହଲୁଥିବାର ଦେଖିପାରିବେ ନାହିଁ। 활동하거나 움직일 수는 없습니다. ଠିକ୍ ସେହିପରି ପିତା ଏବଂ ମାତାଙ୍କଠାରେ ସଚ୍ଚୋଟ ବିଶ୍ୱାସ ରହିବା ଉଚିତ। 먼저 갖고서 ଯଦି ଆମ୍ଭମାନଙ୍କର ବିଶ୍ୱାସର ଜୀବନ ସେହି ବିଶ୍ୱାସ ସହିତ ଜାରି ରହିପାରେ, 를 하지 않을 ତେବେ ଆମେ ଅର୍ଥହୀନ ପ୍ରୟାସ କରିବା ନାହିଁ, କିନ୍ତୁ ଅନେକ ଫଳ ଉତ୍ପନ୍ନ କରିବା। 수가 있습니다. ଯେଉଁ ଲୋକମାନେ ନିଜ ପ୍ରୟାସରେ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତି, ସେମାନେ ସେହି ଲୋକମାନଙ୍କ ପରି ଅଟନ୍ତି ଯେଉଁମାନେ କେବଳ ଛାୟାରେ କାମ କରିବାକୁ ଚେଷ୍ଟା କରନ୍ତି। 내 ଆମ୍ଭମାନଙ୍କର ସାମର୍ଥ୍ୟ ଓ ପ୍ରୟାସ ନିହାତି ଜରୁରୀ। କିନ୍ତୁ ଆସନ୍ତୁ ଆମେ ଭୁଲିବା ନାହିଁ ଯେ ଯେତେବେଳେ ପିତା ଏବଂ ମାତା ଆମ୍ଭମାନଙ୍କ ପ୍ରୟାସ ଦ୍ୱାରା ପ୍ରଭାବିତ ହୁଅନ୍ତି ଏବଂ ସେମାନଙ୍କର ପ୍ରଭାବିତ ହେବା ଦ୍ୱାରା ଗୋଟିଏ ପରେ ଗୋଟିଏ ଆତ୍ମା ଜୀବନ ପ୍ରାପ୍ତ ହୁଏ। 새겨서 ମୁଁ ଆଶା କରେ ଯେ ଆମେ ସମସ୍ତେ ଆଜିର ପରମେଶ୍ୱରଙ୍କ ବାକ୍ୟ ମାତାଙ୍କ ଦ୍ୱାରା ପରିତ୍ରାଣର କାର୍ଯ୍ୟକୁ ଆମ୍ଭମାନଙ୍କ ହୃଦୟରେ ଖୋଦିତ କରି ସୁସମାଚାର ପ୍ରଚାରରେ ଅଂଶଗ୍ରହଣ କରିବା। ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହେଁ। ଆପଣଙ୍କୁ ବହୁତ ଧନ୍ୟବାଦ।